ସାଙ୍ଗମାନେ ଦେଖନ୍ତୁ ମୁଁ ମୋ କାହ୍ନାକୁ ସକାଳୁ ଆଗେ କିଛି ସମୟ ଦେଲା ପରେ ତାପରେ ଯାଇ ମୋର ଅଲଗା ପ୍ରିପାରେସନ୍। ଦେଖନ୍ତୁ ମୁଁ ବ୍ରେକଫାଷ୍ଟରେ ଟିକେ ଚାଉମିନ ବନେଇଦେଲି। ଦେଖନ୍ତୁ ସାଙ୍ଗମାନେ ଏଇ ଜିନିଷ ସବୁ ଦେଇକିନି ମୁଁ ଚାଉମିନ ବନାଉଛି। ମୋର ବିନା ପିଆଜ ରସୁଣରେ ଯେହେତୁ କ୍ୟାପ୍ସିକମ୍, ଗାଜର, ବିଟ୍, ଟମାଟୋ ଆଉ ମୁଁ ବି ୟୁଜ୍ କରେ ନା, ମୋର କୌଣସି ସସ୍ ବି ୟୁଜ୍ କରେ ନା ବାହାର ଜିନିଷ। ମୁଁ ସେଥିପାଇଁ ମୋର ଟିକେ ମଲେଇ ଦେଇକିରି ମୁଁ ତାକୁ ବନେଇ ଦେଉଛି ଟିକେ ଚାଉମିନ। ବହୁତ ସୁନ୍ଦର ଲାଗୁଛି। ଦେଖନ୍ତୁ ସାଙ୍ଗମାନେ ଆପଣ ବନେଇକିରି ଏମିତି ଖାଆନ୍ତୁ, କେତେ ବଢ଼ିଆ ଲାଗୁଛି, ପୁରା ବହୁତ ଟେଷ୍ଟି ଲାଗୁଛି। ତାପରେ ସାଙ୍ଗମାନେ ଆମେ ବ୍ରେକଫାଷ୍ଟ ସାରିକିରି ତାପରେ ଆମେ ଲଞ୍ଚ ଟାଇମ୍କି ଆମେ ଟିକେ ମାର୍କେଟ ଗଲୁ, କାମ ଥିଲା। ମାର୍କେଟରୁ ଫେରିଲା ବେଳେ ସେଠି ଟିକେ ଲଞ୍ଚ କରିଦେଇକିରି ଆଇଲୁ, ଠାକୁର ପାଖରେ ପ୍ରସାଦ ଦେଉଥିଲେ। ତାପରେ ଇଭିନିଂରେ ଆମେ ବାହାରିଲୁ ମାର୍କେଟ। ଦେଖନ୍ତୁ ସାଙ୍ଗମାନେ ଏଇ ମେଢ଼ଟା ଆମ ଦୋକାନ ସାମ୍ନାରେ ହେଇଛି ରାମଲାଲାଙ୍କର, ବହୁତ ସୁନ୍ଦର ହେଇଛି ସାଙ୍ଗମାନେ। ମୁଁ ରାମଲାଲାଙ୍କ ପାଖରେ ଗୋଟେ ଫଟୋ ଖିଚିଦେଲି। ତାପରେ ଆମେ ଚାଲିଲୁ ମେଳାକୁ। ମେଳା ବୁଲୁ ବୁଲୁ ଦେଖିଲି ବହୁତ ସୁନ୍ଦର ସୁନ୍ଦର ଚୁଡ଼ି ପଡ଼ିଛି। ମୁଁ ଚୁଡ଼ି ଟିକେ ଦେଖି ଦେଇକିରି ତାପରେ ମୋ ଆଖି ତ ଯାଇକିରି ଲଙ୍କା ଚପ ପାଖରେ। ମୁଁ ତ ସାଙ୍ଗମାନେ ଆଉ ତ କିଛି ଖାଇବିନି ବିନା ପିଆଜ ରସୁଣରେ, ଯେହେତୁ ମୁଁ ସେଇ ଟିକେ ଲଙ୍କା ଚପ ଟିକେ ଆଉ ମଥୁରା କେକ୍ ଟିକେ ଖାଇକିରି, ମୋ ଝିଅ ମୋତେ ଦେଖେଇଲା ବେକର କେତେ ସୁନ୍ଦର ଲାଗୁଛି। ଦେଖନ୍ତୁ ସାଙ୍ଗମାନେ ପିନ୍ଧେଇ ପକେଇଲା, ମୋ ବେକରେ ଗଳେଇ ପକେଇଲା। ମୁଁ ଦେଖିଦେଲି କେତେ ସୁନ୍ଦର ଲାଗୁଛି। ତାପରେ ଦୋଳି ପାଖରେ ଯାଇ ପହଞ୍ଚିଗଲୁ। ମୋ ଝିଅ କହିଲା ମାମା ଦୋଳିରେ ବସ, ଦୋଳିରେ ବସ। ମୁଁ କହିଲି ମୁଁ ଦୋଳି ତ ଦେଖିଲେ ବସିବା ଦୂରରେ, ଦେଖିଲେ ତ ଦୋଳିକି ମୋତେ ମୋ ମୁଣ୍ଡ ବୁଲାଏ। ତାପରେ ଆମେ ସେଠୁ ଫେରିଲୁ ଘରକୁ। ଦେଖନ୍ତୁ ରହିଲି ସାଙ୍ଗମାନେ।